ଚ୍ୟାନେଲରୁ ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରାଚୀନ ସାଂସ୍କୃତିକ ଶିକ୍ଷଣୀୟ ତଥା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆମ ଓଡ଼ିଆ ପାଲା ଆମର ଏହି ସୁରଭି କାର୍ଯ୍ୟକ୍ରମ। ହଉ ନୂଆ ଗଛ ନଡ଼ିଆ ମୋ ନୂଆ ଗଛ ନଡ଼ିଆ। ଆଜ୍ଞା ଗାୟକ ମହୋଦୟଙ୍କର କାର୍ଯ୍ୟକଳାପରେ ମୁଗ୍ଧ ହୋଇ ଆମ ପରିଷଦର ଜଣେ ବରିଷ୍ଠ ନେତ୍ରୀ ସେ ହେଉଛନ୍ତି ସବିତା ଦେଉରୀ ମହୋଦୟ। ଯାହା ହଉ ତାଙ୍କର ଏ 3 ଦିନ ରହଣି ଭିତରେ ଆମେ ଯେତିକି ତାଙ୍କଠୁ ସହଯୋଗ ପାଇଛୁ ଏବେ ପରିକଳ୍ପନା କରିନଥିଲୁ। ଝିଅ ଯୋଉ ଗାୟିକା ମାନେ ଏତେ ପରିଶ୍ରମ କରିବେ ଆମକୁ ସହାୟତା ଦେବେ ମୁଁ କେବେ ପରିକଳ୍ପନା କରିନଥିଲି। ତେଣୁ ଯାହା ହଉ ମୁଁ ସେମାନଙ୍କୁ ମୋ ନିକଟରୁ କୃତଜ୍ଞତା ଜ୍ଞାପନ କରୁଛି ଏ ବର୍ଷ ପାଇଁ ଆପଣମାନଙ୍କୁ ଶତ ଧନ୍ୟବାଦ। ଆଉ ସେ ସବିତା ଦେଉରୀ ମହୋଦୟା ଗାୟକ ମହୋଦୟଙ୍କୁ 100 ଟଙ୍କା ପୁରସ୍କୃତ କରିଛନ୍ତି। ଆଶା କରେ ଗାୟକ ମହୋଦୟ ସାଦରେ ଗ୍ରହଣ କରିବେ। ଜୟ ଜଗନ୍ନାଥ। ହଉ ଏ ଶିବାନନ୍ଦ ଆଶ୍ରମର ଦେବଦେବ ମହାଦେବ ଶିବ ଠାକୁର ପରମ ବୈଷ୍ଣବ ଜଗନ୍ନାଥ ମହାପ୍ରଭୁ ମୋ ମାର ଚଲାପଥ ସୁଖସ୍ମିତ କରନ୍ତୁ। ସର୍ବେ ବୋଲନ୍ତୁ ପ୍ରେମାନନ୍ଦେ ଆନନ୍ଦ କବାର ହରି 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 ବୋଲ। ବେଶୀ କହିବାକୁ ସମୟ ନାହିଁ। ହଉ ନୂଆ ଗଛ ନଡ଼ିଆ ତୋତେ ଭଲ ଲାଗିବ ରେ, ତୋତେ ଭଲ ଲାଗିବ ରେ, ତୋତେ ଭଲ ଲାଗିବ ରେ ଏରେ ଚକା ଡଳିଆ ନୂଆ ଗଛ ନଡ଼ିଆ ତୋତେ ଭଲ ଲାଗିବ ରେ ଚକା ଡଳିଆ ନୂଆ ଗଛ ନଡ଼ିଆ। ଗାଡ଼ି ବାଲା ହାତେ ଦେଉଛି ପଠାଇ, ଗାଡ଼ି ବାଲା ହାତେ ଦେଉରେ ପଠାଏ, ଗାଡ଼ି ବାଲା ହାତେ ଦେଉଛି ପଠାଇ, ଗାଡ଼ି ବାଲା ହାତେ ଦେଉଛି ପଠାଏ। ଭାଇ ଚିଠି ଦେବୁ ଚକା ଡଳିଆ ନୂଆ ଗଛ ନଡ଼ିଆ ତୋତେ ଭଲ ଲାଗିବ ରେ ଚକା। ଧୀମନ୍ତ ମଣ୍ଡଳୀ ମୋର ଡେରିବେ ଶ୍ରବଣ ଭଲ ଲାଗୁଛି ରେ, ଯାହା ଯାହା ନ୍ୟାୟ ମାନ ହେବ ଆଲୋଚନ ଭଲ ଲାଗୁଛି ରେ, ପଣ୍ଡିତ ସମାଜ ମୋର ହୋଇଛନ୍ତି ମେଳି ଭଲ ଲାଗୁଛି ରେ, ମା ମାନଙ୍କ ପାଶରେ ଲାଗିଲା ଅର୍ଦ୍ଦଳି ଭଲ ଲାଗୁଛି ରେ, ହରିବୋଲ ସଙ୍ଗତରେ ଥିବ ହୁଳହୁଳି ଭଲ ଲାଗୁଛି ରେ, ଏହିପରି ଦ୍ରୌପଦୀ ଯେବେ ଯେ ଚିନ୍ତା କଲା ଭଲ ଲାଗୁଛି ରେ, ବିଶ୍ୱ ଚିନ୍ତାମଣି କି ସେ ପ୍ରାର୍ଥନା କରିଲା। ଭଲ ଲାଗୁଛି ବାବୁରେ ଆଚ୍ଛା ଚକ୍ରଧର ବାବୁ କିଏ ହବ ମନ୍ଦିର କରିଛି ଆମରି ଭଳିଆ ମଣିଷ ମଣିଷ ଇଟା ପଥର ଗୋଡ଼ି ଛଡ଼ି ସିମେଣ୍ଟ ସମ୍ମିଶ୍ରଣରେ ଆମ ଭଳିଆ ମଣିଷ ରାଜମିସ୍ତ୍ରୀ ହେଇ ମନ୍ଦିର ତିଆରି କରେ। ମଣିଷ ଆଚ୍ଛା ମୂର୍ତ୍ତି ତିଆରି କଲା କିଏ? ମଣିଷ ଆମରି ଭଳିଆ ମଣିଷ, ଆମରି ଭଳି ମଣିଷ। ଆଜ୍ଞା ଆମରି ଭଳିଆ ମଣିଷ, ଆଜ୍ଞା ଭୋଗ ଦେଲା ଆମରି ଭଳିଆ ମଣିଷ। ଆମରି ଭଳି। ହଁ ଆଚ୍ଛା ଠାକୁର କାଇଁ ଠାକୁର ଆଉ ତା ଭିତରେ କୋଉଠି ମୁଁ ଯାଇ ଏଇଠି ନ୍ୟାୟ ଦେଲେ ଏଇ ବିଷୟରେ ମୁଁ ଆଲୋଚନା କରୁଥିଲି ବାବୁରେ ମୋର। ଆଚ୍ଛା ଠାକୁର ତାହେଲେ ପ୍ରକୃତ ଅଛି କୋଉଠି? ନା ତୁମେ ଥିବାରୁ ଏ ଶରୀର ଦିଶେ ସୁନ୍ଦର, ତୁମେ ଯେବେ ଜୀବ ବାହାରିய ଦେହ ମୁର୍ଦାର। ଅଚ୍ୟୁତ ଗୋସ୍ୱାମୀ ନେମାଳ ପଦ୍ମବନର ମହନ୍ତ କହିଲେ ଆଜ୍ଞା ଭିଜେ କମଲ ବର୍ଷେ ପାଣି ସାଧୁ ମାନଙ୍କର ଓଲଟା ବାଣୀ ଦେଖାଇ ଘର ଦ୍ୱାର ପଥ ଜ୍ଞାନ ନ କହିଲେ ସାକ୍ଷାତ। ସାକ୍ଷ୍ୟ ଲକ୍ଷ୍ୟରେ ଜ୍ଞାନକୁ କହିନାହାନ୍ତି। ନା ନା ଏଠି ଗୋଟିଏ ପରଦା ପକେଇଛନ୍ତି, ଆଜ୍ଞା ସେ ପରଦାକୁ ଯିଏ ଉନ୍ମୋଚନ କରିବ ଭିତରେ ପଶିବ, ବାବା ଭିତରେ ନ ପଶିଲେ ଆଜ୍ଞା ଇଏ ତ ପାଇବନି। ନା ନା ରାଜନଗର ଦେବୀ ମେଲାରେ ଥରେ ପାଲା ହଉଥିଲା, ଗୋଟିଏ ମଦ୍ୟପାନ କରି ଯୁବକ ମତେ ପ୍ରଶ୍ନ କରିଥିଲା କଣ ଆଜ୍ଞା
କହିଲା ଆଜ୍ଞା ଆପଣ ଠାକୁରଙ୍କ କଥା କହୁଛନ୍ତି ହଁ ଆ ଭିତରେ ଅଛି ବୋଲି ଆପଣ ଠାକୁର ଦେଖେଇଦେବେ। ମୁଁ କହିଲି ବଢିଆ ପ୍ରଶ୍ନଟି ଆପଣ କରିଛନ୍ତି। ହେଲା ଆଚ୍ଛା ଆପଣଙ୍କ ଗ୍ରାମରେ ଲାଇଟ୍ ଫ୍ୟାନ କୁଲର ଏସି ସବୁ ଚାଲିଛି। ହଁ ଚାଲିଛି କୋଉଠି ନାହିଁ ସବୁଆଡେ ଥିବ ଆଚ୍ଛା ଇଏ ଆସୁଛି ଏ ବିଦ୍ୟୁତ କୋଉଠି ଗାଁ ମୁଣ୍ଡରେ ଗୋଟେ ଟ୍ରାନ୍ସଫର୍ମର ବସିଛି ଅବଶ୍ୟ ସିଏ ଯୋଗଉଛି ବିଦ୍ୟୁତ। ଆଜ୍ଞା ଆଚ୍ଛା ସେ ଟ୍ରାନ୍ସଫର୍ମ ଭିତରେ ବିଦ୍ୟୁତ କୋଉଠି ଅଛି ହଁ ତମେ ଟିକେ ମତେ ଦେଖେଇ ଦିଅ। ଓହୋ ତମେ ସେ ବିଦ୍ୟୁତ ମତେ ଦେଖେଇ ଦେଲେ ହଁ ଇଏ ଶରୀର ଭିତରେ ଠାକୁର କୋଉଠି ଅଛି ମୁଁ ତମକୁ ଦେଖେଇଦେବି। ଆରେ ବାବା ଏଇ ତ ଜଟିଳ ଭଲ ଚାଲାକି ଲୋକ ତୋର ଅନୁଭବ ବିନା ଆଜ୍ଞା ରିସର୍ଚ୍ଚ ବିନା ରିସର୍ଚ୍ଚରେ ହଁ। କେହି କିଛି ପାଏନା ରେ ନା ନା କେହି କିଛି ପାଏନା। ନା। ବାବୁରେ ଆଜ୍ଞା ତୁମେଟି ମୋର ମନ ମନ୍ଦିରେ ରହିଛ ବସି ହେ ପ୍ରଭୁ ଖୋଜି ଖୋଜି ମୁଁ ଆସିଲିଣି 184 ଖୋଜି ଖୋଜି ମୁଁ ଆସିଲିଣି ଲକ୍ଷେ ଚଉରାଶୀ ଖୋଜି ଖୋଜି ମୁଁ ଆସିଲିଣି ଲକ୍ଷେ ଚଉରାଶୀ ମନ୍ଦିର କିଏ ଗୁରୁଦେବ କହିଲେ ତୁମେଟି ମୋର ମନ ମନ୍ଦିରେ ରହିଛ ବସି ବାବା ଖୋଜି ଖୋଜି ମୁଁ ଆସିଲିଣି 184 ଆଉ କଣ 184 ଯୋନି ଭ୍ରମଣ କଲା ପରେ ଆଜ୍ଞା ଆକର ଇହ 184 ଯୋନି ଭ୍ରମତ ଇହ ଜୀବ ଅବିନାଶ। ବାବା 184 ଯୋନି ଭ୍ରମଣ କଲା ପରେ ଆଜ୍ଞା ଏ ଜୀବ ଅନେକ ସୁକୃତ ବଳରେ ବାବା ମଣିଷ ଶରୀରକୁ ଆସେ। ଓ କେମିତି କିପରି ନା ଅନେକ ଜନ୍ମ ହେଲା ହେଲା ତପ ବଳେ ହେ ତପ ଫଳେ ଅନେକ ଜନ୍ମ ତପ ଫଳେ ସେ ତପ ଫଳେ ମାନବ ଜନ୍ମ ମହେ ତଳେ ସେ ମହେ ତଳେ ଆଜ୍ଞା ଅନେକ ଜନ୍ମ ତପସ୍ୟା କଲା ପରେ ଯିବ ହଁ ହଁ ପ୍ରଭୁ ଦୟା କଲା ଏ ମଣିଷ ଶରୀର ଭିତରକୁ ପଠେଇଲା। ବାବୁରେ ଆଜ୍ଞା ଠାକୁର ମନ୍ଦିର କିଏ ଆଜ୍ଞା ମନ୍ଦିର ତନ ଯୁକ୍ତ ମନ ଯୁକ୍ତ ଇନ୍ଦ୍ରିୟ। ବାବା ତନ କହିଲେ ଶରୀର ମନ ଏକାଦଶ ଇନ୍ଦ୍ରିୟର ସମ୍ମିଶ୍ରଣରେ ବାବା ଇଏ ଦେହ ରୂପକ ମନ୍ଦିରର ସୃଷ୍ଟି। ଓହୋ ବାବୁରେ ସ୍ରଷ୍ଟା ଆଉ କୋଉଠି ରହେନା ନା ନା ଯୋଉ ମନ୍ଦିରକୁ ସିଏ ନିଜେ ତିଆରି କରି ବାବା ତାରି ଭିତରେ ସିଏ ବସିକିରି ରହେ ରେ ବାବୁରେ ହେ ମୋର ଜ୍ଞାନୀ ମାନେ ବିଚାର କରିବେ ଯୋଉ ମନ୍ଦିରକୁ ବିଶ୍ୱ ନିୟନ୍ତା ତିଆରି କରିଥାଏ ହେ ମୋର ପଣ୍ଡିତ ଆଜ୍ଞାନୀନ ହେ ମୋର ପଣ୍ଡିତ କଦମ୍ବ ତାରି ଭିତରେ ପରା ବିଶ୍ୱ ଚିନ୍ତାମଣି ବାସ କରେ। ତାହେଲେ କୋଉ ମନ୍ଦିରକୁ ସୃଷ୍ଟି କରି ତାହେଲେ ଇଏ ମନ୍ଦିର ଶରୀର ରୂପକ ମନ୍ଦିର ଆଜ୍ଞା ମନ ଯୁକ୍ତ ଇନ୍ଦ୍ରିୟ ଇନ୍ଦ୍ରିୟ ସମ୍ମିଶ୍ରଣରେ ଏ ମନ୍ଦିରର ସୃଷ୍ଟି କଲା ରଖିଲା 10 ବାଟ ଲଗାଇଲା କବାଟ ରଖିଲା 10 ବାଟ ଲଗାଇଲା କବାଟ ଶିଶୁ ମୋନା ଦୁଆରେ ରହିଲେ ରଙ୍ଗ କାଟ ଯେବେ ପାଇବୁ ଭେଟ ମାୟାକୁ ତୁହେ କାଟ ଗୁରୁ ସେ ବିଣ ଭଜ ଶ୍ରୀହରି ତିହାରେ ରେ ତିହାରେ ବଡ଼ ମାୟା ଜୀବନ ହେ କାହାରେ ବଡ଼ ମାୟା ଜୀବନ ହେ କାହାରେ ବାପା ହଉ ଏଇ ଶୀତୁଆ ରାତ୍ରିର କାକର ଭିଜା ମୋର କଳାକାର ଭାଇ ଭଉଣୀମାନେ ଆଜି ପ୍ରଶାନ୍ତ ଦାସଙ୍କର ପାଲା ପରିବେଷଣରେ ମୁଗ୍ଧ ହୋଇ ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଡରା ଗ୍ରାମର ଅଣ୍ଡରା ପଞ୍ଚାୟତର ସୁଶାନ୍ତ ମଲ୍ଲିକ ବଡ଼ ଭାଇ ଆଜି ପ୍ରଶାନ୍ତଙ୍କୁ 50 ଟଙ୍କା ଅର୍ପଣ କରିଛନ୍ତି। ଆଶା କରେ ସ୍ୱାଦରେ ଗ୍ରହଣ କରିବ। ନା ପିନ୍ ଗୋଟା ଅଛି ସମ୍ମାନୀୟ ମୋର ସମସ୍ତ এই সম্মিলনীরে মিলন হয়েছিবা কলাকার ভাই ভৌণী আজি আমার এই যে নিখিল উৎকল পালা গায়ক পরিষদর সহ সম্পাদক প্রফুল্ল চন্দ্র দাস গায়ক আজি প্রশান্তଙ୍କୁ 50 ଟଙ୍କା ଅର୍ପଣ କରିଛନ୍ତି। ଆଶା କରେ ସ୍ୱାଦରେ ଗ୍ରହଣ କରିବେ।
ହଉ ନାରାୟଣଙ୍କର ସେବକ ମୋର ସୁଶାନ୍ତ ଭାଇନା ପ୍ରଫୁଲ୍ଲ ଭାଇନା ଇଏ ତ ସମସ୍ତଙ୍କୁ ଆଶୀର୍ବାଦ ପାଲା ମଞ୍ଚରେ କରନ୍ତି। ଆଜ୍ଞା ସୁଶାନ୍ତ ଭାଇ ତ ମୋର ଦିଗ୍ଦନ୍ତ ଗାୟକ ଜଣେ ବାବା ତେଣୁ ତାଙ୍କୁ ଆଶୀର୍ବାଦ କରିବାର କ୍ଷମତା ବା ମୋର କାହିଁ। ନା ନା ସେଇ ନାରାୟଣ ଆଜ୍ଞା ତାଙ୍କର ଚଲାପଥ ସୁସ୍ମିତ କରନ୍ତୁ। ବାବା ସର୍ବେ ବୋଲ ଆନନ୍ଦ କବାର ହରି ହରି ବୋଲ। ଆରେ ବାବା ବାବୁରେ ସମୟ ସ୍ୱଳ୍ପ ସହିତ ତେଣୁ ଗଲାଣି ଦ୍ରୌପଦୀ ଯେତେବେଳେ ଚିନ୍ତା କରୁଛି ବାବା ଏଇଠି ମତ ଦେଲି ଠାକୁର କୋଉଠି ଅଛି। ଆଜ୍ଞା ଠାକୁର ଆଜ୍ଞା ନିଜ ଭିତରେ ଅଛି। ଆହା ମହାପୁରୁଷ ଫଗୁଦାସ ନାଉପାଳ ମଠ ବାବା ଆପଣଙ୍କର ଏଇ ତିନିମୁହାଣୀ ଗୋବରୀ ସେପଟେ ନାଉପାଳ ମଠର ମହାପୁରୁଷ ଫଗୁଦାସ ବାବା ଏ ଦିନ ହୀନ କିଞ୍ଚନ ଅଧମ ତାଙ୍କରି ବଂଶଜ ବାବା ତାଙ୍କରି ଗୋଟିଏ ପଦ ମୁଁ ଆପଣ ମାନଙ୍କୁ ଶୁଣଉଛି। ଆଜ୍ଞା 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 ବାବୁରେ ଦଶମାତ୍ରା ଝାମ୍ତାଳ ବାବା ଗୋଟିଏ ପଦ ହଉ କଲା ମନେ କି ନାହିଁ ତୁମ୍ଭର ଏ ପାଶୋରୀ ନ ଦେଲ মনে কি নাহে তোমার আসরে মনে কে নাহে তোমার হৃদয় মধ্যরে থাকিল হৃদয় মধ্যরে বিচার নকল মনে কি নাহে তোমার পাশোরি ন দেল মনে কে নাহে তোমার ଇଏ ଗଲେ ଫଗୁଦାସ ମହାପୁରୁଷ ଆଜ୍ଞା କହିଲେ ମନେ କି ନାହିଁ ତୁମ୍ଭର ପାଶୋରିଣ ଦେଲ ଆହା ଇଏ ହୃଦ ମଧ୍ୟରେ ଥାଇଣ ବିଚାର ନ କଲ। ହେ ପ୍ରଭୁ କନ୍ତିଆ ମଠ ଆହା କନ୍ତିଆ ମଠର ଆହା ମହନ୍ତ ଆହା କନ୍ତିଆ ମଠର ମହନ୍ତ ଆଜ୍ଞା ହଉ ବାବା ଯାହା ହଉ ଗାୟକ ମହାଶୟଙ୍କର ପାଲା ପରିବେଷଣରେ ଆଜ୍ଞା ଖୁସି ହୋଇ ଆମର ଜୟଦୁର୍ଗା ସାଂସ୍କୃତିକ ପରିଷଦ ଡାଙ୍ଗମାଳ ଭିତରକନିକା ଆଜ୍ଞା ଭାଇମାନେ ଆସିଛନ୍ତି ସେ ଆପଣଙ୍କ ପାଲାରେ ଖୁସି ହୋଇ 100 ଟଙ୍କା ଦେଇଛନ୍ତି ଆପଣ ସାଦର ଗ୍ରହଣ କରନ୍ତୁ। ଆଜ୍ଞା ନମସ୍କାର ଆଜ୍ଞା। ହଉ ପ୍ରଭୁ ଆଜ୍ଞା ଜୟ ଜଗନ୍ନାଥ ସମ୍ମାନୀୟ ସମସ୍ତ କଳାକାର ଭାଇ ଭଉଣୀଙ୍କୁ ମୋର ପ୍ରଣାମ। ଆଜି ସୁଶାନ୍ତଙ୍କର ପାଲା ପରିବେଷଣରେ ମୁଗ୍ଧ ହୋଇ ଆଳି ବ୍ଲକର ଯେ କି ସୁନାମ ଧନ୍ୟ ଗାୟିକା ଲକ୍ଷ୍ମୀ ପ୍ରିୟା ଧଳ 50 ଟଙ୍କା ଅର୍ପଣ କରିଛନ୍ତି। ଆଶା କରେ ସ୍ୱାଦରେ ଗ୍ରହଣ କରିବ। ଆଜ୍ଞା ପ୍ରଭୁ ଜୟ ଜଗନ୍ନାଥ ରାତି ପାଇଲାଣି ଓ ମୋ ଭାଇ ଭଉଣୀ ମାନଙ୍କର ସତ୍ୟନାରାୟଣ ମହାପ୍ରଭୁ ସର୍ବାରିଷ୍ଟ ଖଣ୍ଡନ କରନ୍ତୁ। ଆଜ୍ଞା। ସର୍ବେ ବୋଲ ଆନନ୍ଦ କବାର ହରି ହରି ହଉ ଗୌରାଙ୍ଗ ଭାଇନା ମୋର ଆସିଗଲେଣି ଆଉ ସମୟ ତ ସ୍ୱଳ୍ପ। ବାବୁରେ ଦ୍ରୌପଦୀ ଯେତେବେଳେ ଚିନ୍ତା କରୁଛି କନ୍ତିଆ ମଠ ମଧୁଦାସ ମହାପୁରୁଷ ପ୍ରମାଣ ଦେଲେ ଆଜ୍ଞା ହୃଦ ମଧ୍ୟରେ ବିହର ପ୍ରାଣ ଈଶ୍ୱର ତାଙ୍କୁ ନ ସେବି ବୁଡ଼ିଲି ଭବସାଗର କଲା ଏଡେ ସୁଖ ଛାଡ଼ି ଦେଇ ପ୍ରଭୁ ନିକଟରେ ମୋର କହିଲେ ନ ପାଇ ଆଉ ଇଏ 14 ପୁର ହଉ ପ୍ରଭୁ କଲା ଏଡେ ସୁଖ ଛାଡ଼ି ଦେଇ ନିକଟରେ ମୋର ଖୋଜିଲେ ନ ପାଇ ଆଉ ଏ 14 ପୁର। ତେଣୁ ସେଇ ଶରୀର ରୂପକ ମନ୍ଦିର ଭିତରେ ପ୍ରଭୁ ବିଦ୍ୟମାନ ଅଛି। ଦ୍ରୌପଦୀ ସେଇଥିପାଇଁ ବିଶ୍ୱ ଚିନ୍ତାମଣି କି ସେଦିନ ଚିନ୍ତା କଲା କହିଲା ପ୍ରଭୁ କାହାକୁ ଉଦ୍ଧାର ନ କରିଛି ମୋତେ ଉଦ୍ଧାର କର। ତାପରେ ସେଦିନ ବିକ୍ରମା କୁମ୍ଭୀର କବଳରୁ ଗଜରାଜକୁ ଉଦ୍ଧାର କରିଥିଲୁ ମୋତେ ଟିକେ ଉଦ୍ଧାର କର। ଗୋଟିଏ ପଦ ରାଗ କାମୁଦି ଆଜ୍ଞା 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 ଗୋଟିଏ ପଦ ରାଗ କାମୁଦି ବାବୁରେ ବହିର ନାଁ ହେଲା ଭାରତ ତ୍ରାଣ। ଆଜ୍ଞା
କବି ହେଲେ ଦୀନକୃଷ୍ଣ ଦାସ। ଗୋଟିଏ ପଦ ବାବା ଆଗ କାମଦି ଗ ଅନୁପ୍ରାସ। ଓହୋ ଆଜ୍ଞା କଲା ଗଜ ରାଜକୁ ଜଳେ ଗ୍ରାସିବା କାଳେ ଡାକିଲା ରଖ ଆଦି ଡାକିଲା ରଖ ସେ ଗୁରୁ ତୋର ଆତଙ୍ଗ ଜାଣିଲ हेलो आज आमर सौभाग्यर दिन 2 दिन धरी केन्द्रापड़ा जिलार पाला सम्मेलन चली आमे 2 दिनात्मक आनंद उपभोग कला बेले 28तम वार्षिक सम्मेलन उद्यापन रजनी रे श्रद्धेयात्मज गायक महोदय प्रशांत बाबूंकर पालार मुग्ध होई ढेंकानाल जिलार फकीर बाबू केन्द्रापड़ार बासिंदा फकीर बाबू 100 भारतीय मुद्रा प्रदान करिसंती श्रद्धेय सान भाई श्रद्धारे ग्रहण करिवे। आउ आज आम मानक मेल रे बसारू आसिला बेले गोटे कथा सान भाई कहिथिले भाई जीवन रे आउ छिड़ा भी कि नहीं मो परिस्थिति सत्यनारायण तांकु जो दंडरे दंडित करिथिले से सत्यनारायण तांकर शरीर आरोग्य करिचंती से जो आरोग्य हेचंती जो रोग रे पीड़ित हेतिले हुए तो से सत्यनारायण जगन्नाथंकर कल्याण रे बंची गले। आमे समस्त करताली देवा तांको प्रीति अर्थ नारायण तांको शरीर आरोग्य रे कोनु और सन भाई एते के तुम पाई कोइ पारली आ मोबाइल भलो हौ मोर फकीर बाबूंकर सत्यनारायण सम्मानीय लक्ष्मी शांताणी सर्वरिष्ठ खंडन करंतु चलापथ सुकुस्मित करंतु धन जन गोपलक्ष्मी वर्धित करंतु सर्वे बोल आनंद के कवार हरि हरि बोल। सम्मानीय मोर कलाकार वृंद समस्त को कोटि कोटि प्रणाम।
ଆଜି ପ୍ରଶାନ୍ତ ଗାୟକଙ୍କର ପାଲାରେ ମୁଗ୍ଧ ହୋଇ ସୁନାମ ଧନ୍ୟ ଗାୟକ ରାଜନଗର ନିବାସୀ ପ୍ରତାପ ପାଳ 50 ଟଙ୍କା ଅର୍ପଣ କରିଛନ୍ତି। ତତ୍ସଙ୍ଗେ ବୋଧଗ୍ରାମ ପଟାମୁଣ୍ଡାଇ ବ୍ଲକର ଟୁନିପ୍ରଭା ରାଉତ ସୁକାନ୍ତି ବାରିକ ସେ ମଧ୍ୟ 50 ଟଙ୍କା ଅର୍ପଣ କରିଛନ୍ତି। ଆଶା କରେ ପ୍ରଶାନ୍ତ ସ୍ୱାଦରେ ଗ୍ରହଣ କରିବ। ଆଉ ସେଇ ସତ୍ୟନାରାୟଣ ସେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଆଉ ସମସ୍ତେ ଆଶୀର୍ବାଦ କରନ୍ତୁ। ଏମିତି ପ୍ରଶାନ୍ତ ଦାସ ଚାମର ଧରି ପୁଣି ସତ୍ୟନାରାୟଣଙ୍କର ପାଲା ଦରବାରରେ ପରିବେଷଣ କରନ୍ତୁ। ହଁ ମୋ ବଡ଼ ଭଉଣୀ ମାନଙ୍କର ସତ୍ୟନାରାୟଣ ମହାପ୍ରଭୁ ମା ଲକ୍ଷ୍ମୀ ସାନ୍ତାଣୀ ସର୍ବାରିଷ୍ଟ ଖଣ୍ଡନ କରନ୍ତୁ। ପ୍ରତାପ ଭାଇଙ୍କର ସର୍ବାରିଷ୍ଟ ଖଣ୍ଡନ କରନ୍ତୁ। ଚଲାପଥ ସୁକୁସୁମିତ କରନ୍ତୁ। ଶସ୍ୟ ଶ୍ୟାମଳ ଧରିତ୍ରୀ ହେଉ। ଶାନ୍ତି ମୈତ୍ରୀ ପ୍ରତିଷ୍ଠା ହେଉ। ସର୍ବେ ବୋଲ ଆନନ୍ଦ କେ କବାର ହରି ହରି ବୋଲ। କହିଲା ଶ୍ୟାମ ପ୍ରେମ ବଡ଼ ଥଣ୍ଡାରେ ସଙ୍ଗାତ ଶ୍ୟାମ ପ୍ରେମ ବଡ଼ ଥଣ୍ଡା ଶ୍ୟାମ ପ୍ରେମ ବଡ଼ ଥଣ୍ଡାରେ ମାନସ ଶ୍ୟାମ ପ୍ରେମ ବଡ଼ ଥଣ୍ଡା ଶ୍ୟାମ ପ୍ରେମ ବଡ଼ ଥଣ୍ଡାରେ ମାନସ ଶ୍ୟାମ ପ୍ରେମ ବଡ଼ ଥଣ୍ଡା ଶ୍ୟାମ ପ୍ରେମ ବଡ଼ ଥଣ୍ଡାରେ ମାନସ ଶ୍ୟାମ ପ୍ରେମ ବଡ଼ ଥଣ୍ଡା ଚାଖିବାକୁ ଥିଲେ ସଂସାର ବାସନା ଚାଖିବାକୁ ଥିଲେ ସଂସାର ବାସନା ଚଞ୍ଚଳ ଚଞ୍ଚଳ ଛିଣ୍ଡାରେ ମାନସ ଶ୍ୟାମ ପ୍ରେମ ବଡ଼ ଥଣ୍ଡା ଶ୍ୟାମ ପ୍ରେମ ବଡ଼ ଥଣ୍ଡାରେ ସଙ୍ଗାତ ଜୟ କୃଷ୍ଣ ଆଉ ଏଇଠାରୁ କଥାବସ୍ତୁ କରିଲି ସମ୍ପୂର୍ଣ୍ଣ ଶ୍ୟାମ ପ୍ରେମ ବଡ଼ ଥଣ୍ଡାରେ ମାନସ ସମସ୍ତଙ୍କୁ ଦୟା କରିବେ ଦେବ ନାରାୟଣ ଶ୍ୟାମ ପ୍ରେମ ବଡ଼ ଥଣ୍ଡାରେ ମାନସ ସବାର ଏକ ଥର ଲାଗିଗଲା ଓଳି ଶ୍ୟାମ ପ୍ରେମ ବଡ଼ ଆଜ୍ଞା ହରି ବୋଲ ସଙ୍ଗତରେ ମା ଦେବେ ହୁଳ ହୁଳି ଶ୍ୟାମ ପ୍ରେମ ବଡ଼ ଥଣ୍ଡା ତା ଘରକୁ ଯିବାକୁ ମନ ହେଲା ଛନ ଛନ ହରେ ଶ୍ୟାମ ପ୍ରେମ ବଡ଼ ଥଣ୍ଡା ସାଧୁ ସାଥବ ଖେଳିବେ ଆପଣ ଶ୍ୟାମ ପ୍ରେମ ବଡ଼ ସମସ୍ତଙ୍କ ଚରଣ ତଳେ ପ୍ରଶାନ୍ତର ନିବେଦନ ଶ୍ୟାମ ପ୍ରେମ ବଡ଼ ଥଣ୍ଡାରେ ମାନସ ହଉ ଦିନ ଜନ ଶରଣ ରକ୍ଷଣ ମହାବାହୁ ଦିନ ଜନ ଶରଣ ରକ୍ଷଣ ମହାବାହୁ ଏକ ସ୍ୱର ତାଳେ ହରିବୋଲ ସଙ୍ଗେ ହୁଳ ହୁଳି ଦିଅ ଏ ବିଶ୍ୱର ଦୁଃଖ ଯାଉ ଆଉ ମୁଁ ଗାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ ଏ ବିଷୟବସ୍ତୁ ଯେଉଁ ଆଲୋଚନା କଲି ଏ ବିଷୟବସ୍ତୁର ନାଁ ଦ୍ରୌପଦୀର କେଶବ। ଆମର ଏହି ପାଲାର ସମସ୍ତ ଭାଗ ଗୁଡ଼ିକ ଆପଣଙ୍କୁ କିପରି ଲାଗୁଛି ତାହା ଆମର ଏହି କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଯଦି ଆମର ଏହି ଚ୍ୟାନେଲଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଆମର ଏହି ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି ନମସ୍କାର।